ଗୋଟେ ଘିଅ ଦେଇଦବା। ଦେଇଦେବି ସଫ୍ଟନେସ୍ ଜୁହାର ପଶ୍ଚିମ ଓଡ଼ିଶା ମୁଁ ହେଉଛି ଆପଣଙ୍କର କର୍ଣ୍ଣମେଣ୍ଟ ମତେ ବର୍ତ୍ତମାନ ଦେଖିପାରୁଥିବେ ବଲାଙ୍ଗୀରରୁ ମୁଁ ଗୋଟେ ଆଜି ଏନ୍ତା ଗୋଟେ ମାନେ ଲେଡି ସାଙ୍ଗେ ଭେଟ ପଡି ଯାଇଛି ଯେ କି ମାନେ ପୁରୀର ସେ ବିଲଙ୍ଗ କରୁଛନ୍ ପୁରୀରେ ବଟ୍ ସେ ବଲାଙ୍ଗୀରରେ ଅଛନ୍ ତାଙ୍କର ହାତ ମାନେ ହାତ ତିଆରି ଖାନା ଏବେ ଆପଣ ବଲାଙ୍ଗୀରରେ ପାଇପାରିବେ ପୁରୀର ଖାନା ବଲାଙ୍ଗୀରରେ ପାଇପାରିବେ ସେ ବହୁତ ବଢିଆ ଭେରାଇଟି ଅଫ ଖାନା ବନଉଛନ୍ ଯେମିତି ଲାଗି ମାନେ ଗୋଟେ ଆପଣଙ୍କୁ ଦେଖାଉଛେ ଏଇଟା ହଉଛି ପୋଡ ପିଠା ମାନେ ଏଇଟା ମୁଇଁ ଆସିଲା ପରେ ସେ ନିଜେ ତିଆରି କରୁଛନ୍ ପୋଡ ପିଠା ହେଲା ତାପରେ କ୍ଷୀର ପୋଡ ପିଠା ବୋଲିକିରି ବହୁତ ଭେରାଇଟି ମାନେ ସେ ଖାନା ବନଉନା ଚାଲୁ ଆଇ ତାଙ୍କୁ ଭେଟ ପଡମା ପଚରାମା ସେ କାଣା କାଣା ମାନେ ବନଉଛନ୍ ଆଉ କେନ୍ତା କରି ଆପଣ ମାନେ ଖାନା ପାଇପାରିବେ ଆଉ ତାଙ୍କୁ ମାନେ କଣ୍ଟାକ୍ଟ କରିପାରିବେ ଚାଲୁ ଜାଣିବା ମ୍ୟାଡ଼ାମ ନମସ୍କାର ନମସ୍କାର ଆପଣଙ୍କ ନାମ ମୋ ନାଁ ରଶ୍ମିତା ସାହୁ ମ୍ୟାଡ଼ାମ ଆପଣ କେନ୍ ବିଲଙ୍ଗ କରୁଛନ୍ ମୋର ଘର ହେଲା ପୁରୀ ଶାଶୁଘର ହେଲା ଢେଙ୍କାନାଳ ଆପଣ କାଣା କାଣା ମୁଁ କ୍ଷୀର ପୋଡ ପିଠା ଚାଉଳ ପୋଡ ପିଠା ବିରି ପୋଡ ପିଠା ମାନେ ପିଠା ଉପରେ ମୁଁ ପ୍ରାୟତଃ ସବୁ ପିଠା କରୁଛି ଆଚ୍ଛା ବଲାଙ୍ଗୀର ମାନେ ସେଟା ମାନେ ପାଇପାରିବେ ମତେ ମୋ ଅନଲାଇନରେ ମାନେ ଫୋନରେ ନମ୍ବର ମୋର ମୁଁ ଦେଇଦେବି ସେଥିରେ ଆପଣ ମାନେ ଯଦି ଚାହିଁବେ ମତେ କଣ୍ଟାକ୍ଟ କରିକି ଗୋଟେ ଦିନ ପୂର୍ବରୁ ଯଦି ଅର୍ଡର ଦେବେ ତାହେଲେ ମୁଁ ତାକୁ କରିପାରିବି ଆଉ ଏଇଟାରେ ଯିଏ ବି ଅର୍ଡର ଦେବେ ଯଦି ପାଖ ବାଟ ହେଇଥିବ ଆପଣ ନିଜେ ଆସିକି ରିସିଭ କରିପାରିବେ ଆଉ ଯଦି ଦୂର ବାଟ ହେଇଥିବ ମୁଁ ସେଟାକୁ ବସରେ ଦେଇପାରିବି କାରଣ ଡେଲିଭରି ତ ମୁଁ ନେଇକି ନିଜେ ବେଶୀ ଦିଏନି କାରଣ ମୁଁ ନିଜେ କରିକି ଆଉ ଡେଲିଭରି ଦେବାଟା ମୋ ପାଇଁ ସମ୍ଭବ ନୁହେଁ ଯିଏ ଚାହିଁବ ଅର୍ଡର ଦେଇକି ଆସିକି ରିସିଭ କରିକି ଅର୍ଡର ନେଇପାରିବେ ଟିକେ ନାକୁ ପାଣି ଦେଇଦବା ଗୋଟେ କପ୍ ପାଣି ଦେଇଦେଲେ ଏଠି ଚାଉଳ ବତୁରେଇକି ମୁଁ ରଖିଥିଲି ତାକୁ ଦେଇଦେଇଛି ଗୁଜୁରାତି 3ଟା ଦେଇଦେଇଛି ତା ଦେହରେ ପାଣି ଟିକେ ଦେଇକି ଆମେ ଭଲସେ ଗ୍ରାଇଣ୍ଡିଙ୍ଗ କରିଦବା ପୁରା ଚିକନ କି ଦେଖିନବା ବର୍ତ୍ତମାନ ହେଇଗଲା ନା ନାହିଁ ପୁରା ଚିକନ କି ଗ୍ରାଇଣ୍ଡିଙ୍ଗ ହେଇଗଲା ଆକୁ ବର୍ତ୍ତମାନ ଆମେ ନେକ୍ସଟ ପ୍ରୋସେସ କୁ ଯିବା ବର୍ତ୍ତମାନ ଆମେ ଗ୍ୟାସ୍ ଅନ୍ କରିଦେଲେ କରେଇ ବସେଇଦେଲେ ଗୋଟେ ଗ୍ଲାସ ଏଠି ପାଣି ମୁଁ ଦେଇଦେଲି ତା ସହିତ ଆମର କ୍ଷୀର ଦେଖନ୍ତୁ ପୁରା ଗୋଟେ ପକେଟ କ୍ଷୀର ମୁଁ ଏଥିରେ ଦେଇଦେଲି ଏଥିରେ ଆମର ଟିକେ ନାକୁ ଘିଅ ଟିକେ ଦେଇଦବା ଏଇଟା ଭଲ ଟେଷ୍ଟ ଆସିବ ଚିକନ ଲାଗିବ ଭଲ ବି ଲାଗିବ ଆଉ ଘିଅର ବାସ୍ନା ଟା ରହିଲା ମିଲ୍କରେ ହଉଛି ଭଲ ଲାଗିବ ଆଉ ସେଥିପାଇଁ ଘିଅ ଟିକେ ଦେଇଦେଲି ଏଇଟା ବର୍ତ୍ତମାନ ଗରମ ହେବା ପାଇଁ ଏମିତି ଛାଡିଦବା ଏଇଟା ଆମେ 2-3 ମିନିଟ ଛାଡିଦବା ଟିକେ କ୍ଷୀର ଟା ଗରମ ହେଇଗଲେ ଆମେ ତାପରେ ଆରମ୍ଭ କରିବା ତାର ନେକ୍ସଟ ପ୍ରୋସେସ ଥିବ ଆଉ ଏଠି ଆମେ ଅଳ୍ପ ଟିକେ ଲୁଣ ଦବା ବେଶୀ ଦବାନି କାରଣ ପିଠାର ଟେଷ୍ଟ ପାଇଁ କେବଳ ଆମେ ଲୁଣ ଏଠି ହାଲକା ଟିକେ ନାକୁ ଦବା ଟେଷ୍ଟ ଆସିବା ପାଇଁ ତାପରେ ସ୍ୱାଦ ଅନୁସାରେ ଆମେ ଏଠି ଚିନି ଦେବା ଆପଣଙ୍କର ଯାହାର ଯେତିକି ଅନୁସାରେ ଚିନି ଦରକାର ଥିବ ସେଇ ଅନୁସାରେ ଦବ ଯାହାର ଅଧିକ ଆମେ ଏତିକି ଆଜି ଚିନି ଦେଇଦେଲେ ବର୍ତ୍ତମାନ ଚିନିଟା ଟିକେ ମେଲ୍ଟ ହେବା ପାଇଁ ଛାଡ଼ିଦବା ଟିକେ ମେଲ୍ଟ ଦେଇକି କ୍ଷୀରଟା ଯେତେବେଳେ ଫୁଟି ଆସିବ ତାପରେ ଆମେ ଆମର ଯୋଉ ଚାଉଳକୁ ବାଟିକି ରଖିଛେ ତାକୁ ଦବା ଆମର କ୍ଷୀରଟା ବର୍ତ୍ତମାନ ଦେଖନ୍ତୁ ଫୁଟି ଆସିଲାଣି ଆମେ ଏଥିରେ ଚାଉଳ ଯୋଉ ବାଟିକି ରଖିଥିଲେ ଏଇଟା ଏଥିରେ ଦେଇଦବା ଦେଇଦେଲେ ଏଇଟାକୁ ଫୁଟିଲା ଏଇଟାକୁ ଏମିତି ଆମେ ଭଲସେ ଜନ୍ତିବା ପୁରା ଯେମିତି ପୁରା ବହଳ ଆସିଯିବ ସେତିକି ପର୍ଯ୍ୟନ୍ତ ଏଇଟାକୁ ଜନ୍ତା ହବ ମିନିମମ 5-10 ମିନିଟକୁ ଆମେ ଜନ୍ତିବାକୁ ପଡିବ ମିଡିୟମ ଆଞ୍ଚ ରଖିବା ତାପରେ ଆମେ ଏଇଟାକୁ ଧୀରେ ଧୀରେ ଏମିତି ବୁଲଉଥିବା ନହେଲେ ଗୋଟା ବାନ୍ଧିଦବା ଯାହାଦ୍ୱାରା କି ପିଠା ପାଟିକି ଗୋଟା ଗୋଟା ଭଳିଆ ବି ଲାଗିବ ଦେଖିବା ଲୋକ ଖାଉଛନ୍ତି ଯେତେ ଜଣ ବି ଖାଇଛନ୍ତି ତା ରିଭ୍ୟୁ ବି ବହୁତ ଭଲ ଅଛି ଯେ ଏଠି ଦେଖନ୍ତୁ ଏଟା ମୁଁ କ୍ଷୀରରେ ଯୋଉ କରିଥିଲି ଜନ୍ତିଲି ଦେଖନ୍ତୁ ଗୋଟେ ବି ଏଠି କୋଉଠି ଗୋଟେ ଦାନା ଦାନାରେ କିଛି ନାହିଁ କି ଗୋଟା ଭାଙ୍ଗିନି ପୁରା ଦେଖନ୍ତୁ କେତେ ବଢିଆ ମାରେ ପୁରା
ହାତରେ ଯଦି ବି ଧରିବାକୁ ଦେଖନ୍ତୁ କିଛି ଅଛି ୟା ଦେହରେ, କୌଣସି ବି ଗୋଟା ଲମ୍ସ କିଛି ନାହିଁ, ପୁରା ଏଇ ବର୍ତ୍ତମାନ ହେଇଗଲାଣି ଜନ୍ତୁଣି। ଆମର ବର୍ତ୍ତମାନ ପୋଡିବା ପାଇଁ ୟାକୁ ରେଡି କରିଦବା। ଏଇଟା କ୍ଷୀର ପୋଡ ପିଠା ପାଇଁ ଆମେ ବର୍ତ୍ତମାନ କଦଳୀ ପତ୍ର ଟିକେ ତଳେ ତାର ଦେଇଦବା ଭଲସେ, ଯାହାଦ୍ୱାରା ପୋଡିବନି। ଏମିତି କଦଳୀ ପତ୍ର ଧୋଇକି ତାକୁ କଟ କରିକି ଆଉଥରେ ଦେଇଦବା। ଲେୟାର ଲେୟାର କରି 2-3 ଲେୟାର ଦେଇଦେଲେ ତଳଟା ଯେମିତି ପୋଡିବନି। ଅଲଗା କିଛି ମୁଁ ଦିଏ। ତାକୁ ଏମିତି ଦେଇ ସାରିଲା ପରେ ଆକୁ ଟିକେ ଭଲସେ ସେଟ୍ କରିଦବା। ପ୍ରେସ୍ କରିକି ସେଟ୍ କରିଦେଲେ ତାର ଗୋଲ ସେପ୍ ତାର ଆସିଯିବ ଆଉ। ଯୋଉଠି ବି ଟିକେ କଣ ସ୍ପେସ୍ ଥିବ पूरा परफेक्ट, पूरा मेजरमेंट पूरा ବସିଲା। ତାକୁ ଆମେ କଭର ବି କରିଦବା। এটা କଭର କରିଦେଲି, ଇଏ ବସିଲା ସିଝିବା ପାଇଁ, ଗୋଟେ ସାଇଡ ପୋଡିଯିବ। এইটা ବି ଦେଖନ୍ତୁ ପୋଡ ପିଠାଟା ବି ମୋର ହେଇ ଆସିଲାଣି କି କଣ ଦେଖିବା, ଚେକ୍ କରିବା। ହେଇନି, ଅଧା ହେଇଛି, ଆଉ ଟିକେ ହବ। ଇଏ ବି ହେଇଗଲା, ୱାନ୍ ସାଇଡ ହେଇଗଲା ନା, ଦେଖନ୍ତୁ ଦେଖନ୍ତୁ ହେଲା, କଲରଟା ଦେଖନ୍ତୁ, कलर आसेगा ବାସ୍ ଦେଖନ୍ତୁ ଇଏ ୱାନ୍ ସାଇଡ ହେଇଗଲାଣି। ଆକୁ ବନ୍ଦ କରିଦବା। 5-7 ମିନିଟ ପରେ ଇଏ ଟିକେ ଥଣ୍ଡା ହେଇଗଲେ ଆକୁ ପୁଣି ପଲଟେଇଦବା। এইটা ବର୍ତ୍ତମାନ ଆମର ହେଇଗଲାଣି। ମୁଁ ଗ୍ୟାସ ଟାକୁ ବନ୍ଦ କରିଦେଲି। ଆମର ଦେଖନ୍ତୁ ଏଟା ପୁରା ସାଇଡ ତାର ହେଇଯାଇଛି। ଆକୁ ଆମେ ଲେଉଟେଇ ଦବା। ବର୍ତ୍ତମାନ ଏଥିରେ ଆମେ ଟିକେ ଉପର ପଟେ ଘିଅ ଦେଇଦବା। ତାପରେ ପତ୍ର ଦିଟା ଦେଇଦବା। ଦେଇକି ଏଟାକୁ ଲେଉଟେଇଦେଲି। ସିମ୍ ରେ ବି 10-15 ମିନିଟ୍ ଏଇନା ବସେଇଦବା, କାରଣ ଉପର ପଟଟା ବି ପୋଡିବା ଦରକାର। এইটা ବର୍ତ୍ତମାନ 15-20 ମିନିଟ୍ ହେଇଗଲାଣି। ଆମେ ଦେଖିବା ଚେକ୍ କରିକି ଯେ ଏଇଟା ହେଇଗଲାଣି କି ନାହିଁ। ଦେଖନ୍ତୁ ଆମର କ୍ଷୀର ପୋଡ ପିଠା ବର୍ତ୍ତମାନ ହେଇଗଲା। ଏଟାକୁ ବର୍ତ୍ତମାନ ଆମର ଥଣ୍ଡା କରିବା ପାଇଁ ଟିକେ ଛାଡିଦବା। ଚେକ୍ କରନ୍ତୁ କେମିତି ହେଇଛି। मस्त पूरा स्पंजी स्पंजी जबरदस्त। ମୁଁ ତ ମାନେ ଛିନେ ପାରବା ସେମାନଙ୍କ ଅଭ୍ୟାସ ହେଇଛି ହାତେ ଧରି ପକଉଛନ୍ତି, ସେତିକି ଗରମ ଖାଇଦେବୁ। ସଫ୍ଟନେସ୍ ଏଟାକୁ କଟ୍ କରିକି ଟେଷ୍ଟ କରିବା ଆଉ କେମିତି ଲାଗୁଛି ଆଉ। तो फाइनली मोर पाखे पर पले आसे माने मिल्क पोड़ो पिठा। मुई तो लाइफ रे टेस्ट नहीं करथिन बली माने ये मिल्क बट से हमर केन चाउल पोड़ो पोड़ो पिठा जन कहउछन सेटा के मैं टेस्ट करथिन, बट एटा ही टेस्ट करू। बहुत बढ़िया टेस्ट होती, पूरा प्रॉपर माने मिल्क रो तार स्वाद लागुचे, गुड़ जिते मात्रा रे यूज होइছে प्लस इलायची इलायची फ्लेवर पूरा जना पड़ुचे। और मेनली देखो एत सॉफ्ट अछि तो जन माने ଆପଣ ମାନେ ମୋର ରେସିପି ଟିକ ଆପଣଙ୍କର ମେହେର ବାବୁଙ୍କର ଯୋଉ ଚ୍ୟାନେଲ ତା ଦେହରେ ମୋର ରେସିପି ଟିକ ମୁଁ ସବୁ ଦେଇଦେଇଥିବି। ଆପଣ ସେଥିରେ ମୋର ମେନୁ କାର୍ଡ ଟିକ ଦେଖିଦେବେ। ଯଦି କୌଣସି ଜିନିଷ ଦରକାର ଥିବ ଆପଣ ମତେ ତାଙ୍କର ଥ୍ରୁରେ ସେ ନମ୍ବର ଦେଇଥିବେ, ସେଇଠୁ ଆପଣ ମାନେ ନେଇପାରିବେ। ତା ସହିତ ବି ମୋର ବି ନିଜର ବି ୟୁଟ୍ୟୁବ ଚ୍ୟାନେଲ ଅଛି B&R କିଚେନ, ସେଥିରେ ବି ଆପଣ ଯାଇକି ବି ମୋର ଦେଖିପାରିବେ। କେତେ ଗୁଡାଏ ରେସିପି ଭିଡିଓ ମୁଁ ସବୁ ଛାଡିଛି, ସେଥିରେ ବି ଯାଇକି ଦେଖିପାରିବେ। ଆମେ ବି ତା ସହିତ ଫେସବୁକ ରେ, ଇନଷ୍ଟାରେ ସବୁଥିରେ ବି
ଛାଡ଼ିବୁ। ଆପଣ ଯିଏ ଯୋଉଥିରୁ ଦେଖିକି ଆପଣ ଯଦି କଣ୍ଟାକ୍ଟ କରିକି ନେବା ପାଇଁ ଚାହିଁବେ କଣ୍ଟାକ୍ଟ କରିପାରିବେ।